ପୁରୁଣା ଦିନର କଥା। ଗୋଟିଏ ସୁନ୍ଦର ଜଙ୍ଗଲଟିଏ ଥିଲା। ଜଙ୍ଗଲରେ ପଶୁପକ୍ଷୀମାନେ ଆନନ୍ଦରେ ରହୁଥିଲେ। ସେହି ଜଙ୍ଗଲର ମଧ୍ୟରେ ଏକ ଛୋଟ ପୋଖରୀଟିଏ ଥିଲା। ପୋଖରୀଟିଏ ଦେଖିବାକୁ ବହୁତ ସୁନ୍ଦର ଅଟେ। ସେହି ପୋଖରୀରେ ଅନେକ ବେଙ୍ଗମାନେ ବସବାସ କରି ରହୁଥିଲେ। ପ୍ରତିଦିନ ସେମାନେ ପୋଖରୀ କୂଳରୁ ନିଜ ନିଜର ଖାଦ୍ୟ ସଂଗ୍ରହ କରି ଆନନ୍ଦରେ ବସବାସ କରୁଥିଲେ। ସେହି ବେଙ୍ଗମାନଙ୍କ ମଧ୍ୟରେ ଏକ ଛୋଟ ବେଙ୍ଗଟିଏ ରହୁଥିଲା। ସେହି ଛୋଟ ବେଙ୍ଗଟିଏ ନିତି ନୂଆ ଜିନିଷ ଦେଖିବାକୁ ଓ ନୂଆ କଥା ଜାଣିବାକୁ ବହୁତ ପସନ୍ଦ କରୁଥିଲା। ଏମିତି ଦିନେ ବେଙ୍ଗଗୁଡ଼ିକ ଜଙ୍ଗଲର ବାହାରକୁ ଆସି ନିଜ ନିଜର ଖାଦ୍ୟ ସଂଗ୍ରହ କରୁଥାନ୍ତି। ହଠାତ୍ ସେହି ଛୋଟ ବେଙ୍ଗଟି ଦେଖିଲା ଗାଁ ଆଡ଼ୁ ଏକ ବଡ଼ ଷଣ୍ଢଟିଏ ଆସୁଛି। ଛୋଟ ବେଙ୍ଗଟିଏ ତାର ଶରୀରକୁ ଦେଖି କହିଲା, "ଏ ତ ବହୁତ ମୋଟା। ୟାଙ୍କର ଶିଙ୍ଗ ଦୁଇଟି ବହୁତ ଲମ୍ବା ଓ ମୁନିଆ ମୁନିଆ ଅଟେ।" ଏପରି ରୂପକୁ ଦେଖି ଚମକି ପଡ଼ିଲା ଓ କହିଲା, "ଏମିତି ବଡ଼ ପଶୁ ମୁଁ କେବେ ଦେଖିନି।" ବେଙ୍ଗଟି ଏହା କହି ଭୟରେ ଦୌଡ଼ି ଦୌଡ଼ି ପୋଖରୀ ପାଖକୁ ଫେରିଗଲା। ଛୋଟ ବେଙ୍ଗଟି ପୋଖରୀ ପାଖରେ ପହଞ୍ଚି ସମସ୍ତ ବେଙ୍ଗମାନଙ୍କୁ କହିଲା, ଭାଇମାନେ ଦୌଡ଼ି ଆସ। ମୁଁ ଆଜି ଏକ ଅଦ୍ଭୁତ ଜୀବଟିକୁ ଦେଖିଲି। ଏତେ ବଡ଼ ଜୀବ ଯାହା ମୁଁ ମୋ ଜୀବନରେ କେବେ ଦେଖିନଥିଲି। ସେ ଜୀବର ଶିଙ୍ଗ ଦୁଇଟି ବହୁତ ଲମ୍ବା ଲମ୍ବା ଓ ତାର ଶରୀର ବହୁତ ଭାରୀ ଅଟେ। ଆମେମାନେ ସମସ୍ତେ ମିଶିଲେ ମଧ୍ୟ ତା ପରିକା ବଡ଼ ହୋଇପାରିବା ନାହିଁ। ସବୁ ବେଙ୍ଗମାନେ ଆଶ୍ଚର୍ଯ୍ୟ ହୋଇ ଛୋଟ ବେଙ୍ଗଟିର କଥାକୁ ଶୁଣୁଥିଲେ। କିନ୍ତୁ ଛୋଟ ବେଙ୍ଗର ବାପା ବେଙ୍ଗଟିଏ କହିଲା, "ହଁ, ତୁମେମାନେ ସମସ୍ତେ ଛୋଟ ଅଟ। ମୁଁ ଯଦି ଚାହିଁବି ସେହି ଷଣ୍ଢଠାରୁ ବି ବହୁତ ବଡ଼ ହୋଇପାରିବି। ମୁଁ ହେଉଛି ଦୁନିଆର ସବୁଠାରୁ ବହୁତ ବଡ଼ ଜୀବ।" ବାପା ବେଙ୍ଗଟିର କଥା ଶୁଣି ସବୁ ବେଙ୍ଗମାନେ ଜୋରରେ ହସିବାକୁ ଲାଗିଲେ ଓ ସେଇଠାରୁ ପଳାଇଗଲେ। ବାପା ବେଙ୍ଗଟିଏ ଜୋରରେ ରାଗିଗଲା। ନିଜର କ୍ରୋଧ ସମ୍ଭାଳି ନପାରି ନିଜର ପେଟ ଫୁଲାଇ ଛୁଆ ବେଙ୍ଗକୁ କହିଲା, "ଏହିଭଳି ଦେଖାଯାଉଥିଲା ସେହି ଷଣ୍ଢଟି?" ଛୋଟ ବେଙ୍ଗଟିଏ କହିଲା, "ନାଇଁ ବାପା, ତାଠାରୁ ବି ଆହୁରି ବଡ଼।" ବାପା ବେଙ୍ଗଟିଏ ଧୀରେ ଧୀରେ ନିଜର ପେଟ ଫୁଲାଇବାକୁ ଲାଗିଲା। ଛୋଟ ବେଙ୍ଗଟିକୁ ବାରମ୍ବାର ପଚାରୁଥିଲା, "ଏହିପରି ଦେଖାଯାଉଥିଲା ସେହି ଷଣ୍ଢଟି?" ଛୋଟ ବେଙ୍ଗଟିଏ କହିଲା ପୁଣି ଥରେ, "ନାଇଁ ବାପା, ସେ ଆହୁରି ବଡ଼ ଥିଲା।" ବାପା ବେଙ୍ଗଟିଏ ପୁଣି ଥରେ ନିଜର ପେଟ ଫୁଲାଇବାକୁ ଲାଗିଲା। ଶେଷରେ ଛୋଟ ବେଙ୍ଗଟି ଏହା ଦେଖି ଡରିଯାଇ କହିଲା, "ବାପା, ତୁମେ ତୁମର ପେଟ ଆଉ ଫୁଲାଅ ନାହିଁ, ନହେଲେ ତୁମର ପେଟ ଫାଟିଯିବ।" କିନ୍ତୁ ବାପା ବେଙ୍ଗଟିଏ କାହାରି କଥା ଶୁଣିବାକୁ ଚାହୁଁନଥିଲା। ସେ ମନେ ମନେ ଭାବୁଥିଲା, "ମୁଁ ହେଉଛି ବଡ଼। ମୋ ଠାରୁ ଦୁନିଆରେ କେହି ବି ବଡ଼ ନାହାନ୍ତି।" ବାପା ବେଙ୍ଗଟି ଏହା କହି ପୁଣି ଥରେ ନିଜର ପେଟ ଫୁଲାଇ ସମସ୍ତଙ୍କୁ ପ୍ରମାଣ କରିଦେବାକୁ ଚାହୁଁଥିଲା, "ମୁଁ ହେଉଛି ଏ ଦୁନିଆରେ ବଡ଼ ଜୀବ।" ବାପା ବେଙ୍ଗଟି ପୁଣି ଥରେ ନିଜର ପେଟ ଫୁଲାଇବାକୁ ଲାଗିଲା। ଶେଷରେ ପେଟ ଫୁଲାଇ ଫୁଲାଇ କିଛି ସମୟ ପରେ ତାର ପେଟ ଫାଟିଗଲା ଓ ସେଇଠାରେ ସେ ମୃତ୍ୟୁବରଣ କଲା। ଏହା ଦେଖି ସମସ୍ତ ବେଙ୍ଗମାନେ ବହୁତ ଜୋରରେ ଡରିଗଲେ। ଛୋଟ ବେଙ୍ଗଟିଏ କାନ୍ଦି କାନ୍ଦିକିରି କହିଲା,
ଆଜି ମୋ ବାପା ଯଦି ମୋତେ ଛାଡ଼ି ଚାଲି ଯାଇଛନ୍ତି, କେବଳ ନିଜର ଅଭିମାନ ଗର୍ବ ତାଙ୍କୁ ଆଜି ନଷ୍ଟ କରିଦେଲା। ଅନ୍ୟ ବେଙ୍ଗମାନେ ଶିଖିଲେ, ଯିଏ ନିଜକୁ ଅଧିକ ଦେଖାଇ ହେବାକୁ ଚେଷ୍ଟା କରେ ଓ ଗର୍ବ ଅହଙ୍କାର କରେ, ସେ ଦିନେ ନା ଦିନେ ଶେଷରେ ନଷ୍ଟ ହିଁ ହୋଇଥାଏ।